ଗଳ୍ପ ଜୀବନ ମୃତ୍ୟୁ। ବୟସର ସାୟାହ୍ନରେ ପାଦ ଶିଥିଳ ହୋଇଯିବା, ଇନ୍ଦ୍ରିୟ ଅବଦମିତ ହୋଇପଡ଼ିବା କିଛି ନୂଆ କଥା ନଥିଲା। ନୂଆ କଥା ଏଇଟା ଥିଲା କି ରାଜୀବର ବୋଉ ପୁରା କତରା ଲାଗା ହୋଇଯିବା। କାରଣ ସେ ଏତେ ବୟସ୍କ ବି ହୋଇନଥିଲେ। ଗୋଡ଼ ହାତରେ ହାତ ମାରି ଏକା ଏକା କେତେ କ'ଣ ଭାବି ଯାଉଥିଲା ରାଜୀବ। ସଂସାର ଥକେଇ ଦେଉଥିବା ତା ବୋଉ ଆଜି ନିଜେ ଥକି ପଡ଼ିଛି। ସେ ଭାଇ ଭଉଣୀ ମିଶି 3 ଜଣ, ଆଉ ଜେଜେ ଯିଏ ସେମାନେ ହେତୁ ପାଇବା ଦିନରୁ ଦେଖୁଥିଲେ କି ସେ ବିଛଣାରେ। ରାଜୀବ ବୋଉ ଯେମିତି ଯାଦୁ ଜାଣିଥିଲେ। ହାତ ବୁଲେଇ ଦେଲେ କାମ ସଫା। ଅବଶ୍ୟ ଭଉଣୀମାନେ ଟିକେ ବଡ଼ ହେଲା ପରେ ବୋଉ ସାଥିରେ ଛୋଟ ମୋଟ କାମ କରିଦେଉଥିଲେ। ଯାହା ଅଏସ୍ କରିବା କଥା ରାଜୀବ ଜାଣିକି କରିଛି। ସାନ ଥିଲା ନା, ସେଇଥିପାଇଁ। ତା ବୋଉ ବଖରାରୁ ଏବେ ଗନ୍ଧ ବାହାରିଲାଣି। ଅଫିସରୁ ଫେରି ସବୁଦିନ ହାତ ଗୋଡ଼ରେ ହାତ ମାରିଦିଏ ସିନା, ଆଉ କିଛି କରିପାରେନି ବୋଉର। ଆଜି ରାଜୀବର ଛୁଟି ଅଛି। ଅନ୍ୟ ସବୁ କାମ ବନ୍ଦ କରି ବାହାରିଛି ତା ବୋଉର ବଖରାଟା ସଫା କରିବାକୁ। ଖରା ଏମିତି ବି ଶରୀର ପାଇଁ ଭଲ। ଉପରେ ଶୀତ ସକାଳ। ରାଜୀବ ତା ବୋଉକୁ ନେଇ ଘର ପିଣ୍ଡାରେ ଚେୟାରରେ ପକାଇ ଦେଇ ବସାଇଦେଲା। ସ୍ଥାନ ପରିବର୍ତ୍ତନରେ ମନ ବି ଟିକେ ଭଲ ଲାଗେ। ରାଜୀବ ବୋଉ ଖୁସି ଲାଗୁଥିଲେ। ରାଜୀବ ତା ବୋଉକୁ ଦେଖି ମନେ ମନେ କହିଲା କି ଏଥର ପ୍ରତି ରବିବାର ତା ବୋଉକୁ ଟିକେ ପଦାକୁ ଆଣିବ। ତା ବୋଉ ଏବେ ଆଉ କିଛି କହୁନି, ଖାଲି ଚାରିଆଡ଼କୁ ଘୁରି ଘୁରି ଦେଖୁଛି। ନିଜ ସଂସାର ବ୍ୟତୀତ ଅନ୍ୟ ସଂସାରକୁ ବୁଝେଇ ପାରୁଥିବା ବୋଉ ଆଉ କିଛି କହୁନଥିଲା। ମାନେ ଆଉ କିଛି କହିବାର କ୍ଷମତା ତା'ର ଆଉ ନଥିଲା। ପଦାରେ ଶାଶୁଙ୍କୁ ଦେଖି ରାଜୀବଙ୍କ ପତ୍ନୀ ମିତା କହିଲେ, ବୋଉଙ୍କୁ ପଦାକୁ କାହିଁକି ଆଣିଲ? ତାଙ୍କ ଦେହରୁ କେମିତି ଗୋଟେ ସ୍ମେଲ୍ ଆସୁଛି, ବାନ୍ତି ବାହାରି ଆସୁଛି। ମଣିଷ ଖାଇ ପିଇ ବି ପାରିବନି, କିଛି ତ ବୁଝିବେନି। ଆଉ ନିଜେ ତ ମିଳଛ, ସେ କେମିତି ବୁଝିବେ ଗନ୍ଧ ବାସନାର ଫରକକୁ? ଏତିକି କହି ସେ ସେଠାରୁ ଚାଲିଗଲେ। ଏ ପତ୍ନୀମାନେ ଏତେ ଅଜଣା କେମିତି କହିଲେ? ଯେଉଁ ବୋଉ ଅଧା ଖିଆରୁ ଉଠି ଆସି ଆମ ଝାଡ଼ା ବାନ୍ତି ପୋଛି ଦେଇଛି, ସେ ଆମକୁ ଏତେ ଗନ୍ଧ କାହିଁ ହେଉଛି? ଏ ମିତା କିଛି ବି ଭୁଲେନି। ଏ କଥା କେମିତି ଭୁଲିଗଲା କି 2ଟି ପିଲା ହେଲା ବେଳକୁ ବାନ୍ତି କରି ଘରଦ୍ୱାର ଭସଉଥିଲା। ବୋଉ ବିନା ଦ୍ୱିଧାରେ ଧୁଆଧୁଇ କରୁଥିଲା। ସେତେବେଳେ କ'ଣ ମିତା ବାନ୍ତିରୁ ବାସ୍ନା ବାହାରୁଥିଲା କି? ବୋଉର ବଖରା ଭଲ କରି ସଫା କରି ଆସିଲା। ତାପରେ ଗଲା ପାଣି ଗରମ କରିବାକୁ। ଗରମ ପାଣି କରିବାକୁ ଗଲାବେଳେ ରାଜୀବ ମିତାକୁ କହିଲା, ମିତା, ପତ୍ର ଝଡ଼ିବା ପୂର୍ବରୁ ପାଚିବ ତ ନିଶ୍ଚୟ। ଦୁଃଖ କିନ୍ତୁ ଏଇଟା ଯେ କଅଁଳିଆ ପତ୍ରର ଚିରସ୍ଥାୟୀ ରହିଯିବାର ସେ ମିଛ ଅହଙ୍କାରଟା। 10ମ ପରୀକ୍ଷା ପରେ ଖେଳୁ ଖେଳୁ ଗୋଡ଼ରେ ରକା ପଶିଗଲା। ମୋର ପୁରା ଅଚଳ ଅବସ୍ଥା ହୋଇଯାଇଥିଲା। ଡାକ୍ତର କହିଲେ ଆର୍ଥ୍ରାଇଟିସ୍। ସେ ଯେଉଁ ଇଞ୍ଜେକ୍ସନ୍ ଆଉ ଔଷଧ ଖାଇବା ପାଇଁ କହିଲେ, ସେଥିରେ ମୁଁ ଭଲ ହେବାକୁ ପୁରା ମାସେ ଲାଗିଗଲା। ଠାକୁରଙ୍କ ପାଖରେ ମାନସିକରେ ଉପାସ, ତାପରେ ବି ମୋ ନିତ୍ୟକର୍ମ ପାଇଁ ମୋତେ ପିଠିରେ ପକାଇ ନେଇଯିବାର କ୍ଷମତା ରଖିଥିବା ବୋଉ ଆଜି ନିଜକୁ ଚଳେଇ ପାରୁନି। ମିତା ସେତେବେଳକୁ ବୁଝି ସାରିଥିଲେ ରାଜୀବଙ୍କର କଥାର ମର୍ମଟିକୁ। ରାଜୀବ ତା ବୋଉକୁ ଘଷି ଗାଧୋଇ ଦେଉଥିଲା। ଇଞ୍ଚେ ବହଳର ମଳି ତା ବୋଉ ଦେହରେ ବସି ଯାଇଥିଲା। ମଳି ଛଡ଼େଇବା ସମୟରେ ରାଜୀବର ଆଖି ଓଦା ହୋଇଯାଉଥିଲା। ବୋଉ ଅସହାୟ ହୋଇଗଲା ବୋଲି ଆମେ ଟିକେ ଯତ୍ନ ତା'ର ନେଲୁ ନାହିଁ। ଖାଲି ଔଷଧ ଦେଇଦେବା ଆଉ ଖାଦ୍ୟ ଖୁଆଇଦେବା କ'ଣ ଯଥେଷ୍ଟ ଜଣେ ବଞ୍ଚିବା ପାଇଁ? ଆଉ ଆମ ସନ୍ତାନ ଧର୍ମରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ କ'ଣ ସେତିକି ଯଥେଷ୍ଟ? ଜେଜେଙ୍କୁ ମିଶାଇ ଆମେ 4 ଜଣ ଅସହାୟ ମଣିଷଙ୍କୁ ବୋଉ ଏକା ସଫା କରିପାରୁଥିଲା। ଆଉ ଆମେ? ମିତା ଆସି କହିଲା, ସରି। ଏତିକି କହି ବୋଉକୁ ସଫା ଲୁଗା ଖଣ୍ଡେ ପିନ୍ଧେଇ ଦେଇ ବସାଇଦେଲା। ପାଖରେ ପଡ଼ିଥିବା ଗୋଟିଏ ଦଉଡ଼ିଆ ଖଟ ଉପରେ ଶୋଇବା ପାଇଁ ଶାଶୁ ହାତ ଠାରି କହିଲେ। ମିତା ଶାଶୁଙ୍କୁ କ୍ଷୀର ରୁଟି ଖୁଆଇ ଦେବା ସମୟରେ ରାଜୀବଙ୍କୁ କହିଲେ, ଏଥର ତୁମେ ସବୁଦିନ ବୋଉଙ୍କୁ ପଦାକୁ ଆଣିବ। ମୁଁ ତାଙ୍କୁ ସଫା କରିଦେବି। ଦେଖ, ପଦାକୁ ଆସିଛନ୍ତି ବୋଲି କେତେ ଖୁସି ଲାଗୁଛନ୍ତି। ଶାଶୁଙ୍କୁ ଖୁଆଇ ସାରି କହିଲେ, ଘଣ୍ଟେ ଏଇଠି ଶୁଅନ୍ତୁ। ତମେ ଯାଅ ଗାଧୋଇ ପଡ଼। ଖାଇଦେଇ ଆସି ତାଙ୍କୁ ରୁମ୍କୁ ନେବ। କିଛି ସମୟ ପରେ ରାଜୀବ ସବୁ କାମ ସାରି ଘରୁ ବୋଉ ଡାକି ଗଲେ। କହିଲେ, ବୋଉ, ଆଜିକି ସେତିକି ଶୁଅ। କାଲି ସକାଳୁ ଆଣିବି। ଅଫିସ୍ ଯିବା ପୂର୍ବରୁ ପୁଣି ତତେ ଅଫିସ୍ ଯିବା ବେଳକୁ ଶୋଇ ଦେଇ ଆସିବି। ଏତିକି କହି ତା ବୋଉ ଉପରେ ହାତ ମାରିଲା ବେଳକୁ ଦେଖିଲା ତା ବୋଉ ପୁରା ଥଣ୍ଡା ପଡ଼ିଯାଇଥିଲା। କିନ୍ତୁ ତା ମୁହଁରେ ସେ ହସ ମରିନଥିଲା। ରାଜୀବ କାନ୍ଦି କାନ୍ଦି କହୁଥିଲା, ସେ ଘର ଥିଲେ ଭଲ ଥିଲା। ଏ ଦୁଆର ମୁହଁରେ ମୃତ୍ୟୁ ଜଗିକି ବସିଥିଲା। ମୁଁ ନିଜ ହାତରେ ଆଣି ବୋଉକୁ ମୃତ୍ୟୁ ହାତରେ ଦେଇଦେଲି। ଘରୁ କାହିଁକି ଆଣିଲି ତାକୁ? ଘରେ ଥିଲେ ସେ ଥାଆନ୍ତା ମୋ ପାଖରେ। ମୁଁ ନିଜେ ମୋ ପାଖରୁ ତାକୁ ଦୂରେଇ ଦେଲି। ଏମିତି କେତେ କ'ଣ କହିକି ରାଜୀବ କାନ୍ଦୁଥିଲା।
ମିତା ବୁଝେଇ ଚାଲୁଥିଲା। ସବୁଦିନ କ'ଣ କିଏ ରହିଛି ଆଉ ତା ବୋଉ ରହିଥାନ୍ତା।